ଆମ ଚ୍ୟାନେଲରେ ସ୍ୱାଗତ। ସାଙ୍ଗମାନେ ଆଜି ଦେଖିବା ଓପିଏସ୍ସିରୁ ଆସିଥିବା ଏକ ନିଯୁକ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନରୁ ଆସିଅଛି ଏକ ନିଯୁକ୍ତି ସୁଯୋଗ, ଯାହାକି ମ୍ୟୁନିସିପାଲ ଆଡମିନିଷ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର, ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର, ତାପରେ ଏରଲ ସେଟଲମେଣ୍ଟ ଅଫିସର, ଏକ୍ଜିକ୍ୟୁଟିଭ୍ ଅଫିସର। ଭଲ ଭଲ ପଦବୀ ଅଛି। ଆପଣମାନେ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ଜାଣିପାରିବେ। ତ ଚାଲନ୍ତୁ ଦେଖିନେବା ଅର୍ଗାନାଇଜେସନ୍ ନେମ୍। ଅର୍ଗାନାଇଜେସନ୍ ନେମ୍ ଅଛି ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ, ଓପିଏସ୍ସିରୁ ଆସିଅଛି। ଏ ନିଯୁକ୍ତିଟି ଓପିଏସ୍ସିରୁ ଆସିଅଛି। ହୁ କ୍ୟାନ୍ ଆପ୍ଲାଏ, କେଉଁମାନେ ଆପ୍ଲାଏ କରିପାରିବେ ନା ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ପିଲା ଆବେଦନ କରିପାରିବେ। ବୋଥ୍ ମେଲ୍ ଫିମେଲ୍ ଉଭୟ ପୁରୁଷ ମହିଳା ଏଠାରେ ଆବେଦନ କରିପାରିବେ। ପୋଷ୍ଟ ନେମ୍ କ'ଣ ରହିଛି ନା ଏଠାରେ ଦେଖନ୍ତୁ ମ୍ୟୁନିସିପାଲିଟି ଆଡମିନିଷ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ପାଇଁ ଅଛି 4ଟି ପଦବୀ, ସେମିତି ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ପାଇଁ ଅଛି 6ଟି ପଦବୀ, ଏରଲ ସେଟଲମେଣ୍ଟ ଯାହାକି ରହିଛି ଅଫିସର 2ଟି ପଦବୀ ରହିଛି, ସେମିତି ଏକ୍ଜିକ୍ୟୁଟିଭ୍ ଅଫିସର ପାଇଁ ରହିଛି 15ଟି ପଦବୀ। ତାପରେ ଦେଖିବା ଆପ୍ଲିକେସନ୍ ମୋଡ଼। ଆପଣ କେମିତି ଆପ୍ଲାଏ କରିବେ ନା ଅନଲାଇନ୍ରେ ଆପ୍ଲାଏ ହେବ। ଅନଲାଇନ୍ ଆପ୍ଲିକେସନ୍ ଷ୍ଟାର୍ଟ ଯାହାକି ଅଗଷ୍ଟ 17 ରହିବ। ତାପରେ ଆମେ ଦେଖିବା ଯଦି ଏଠାରେ ସେପ୍ଟେମ୍ବର 16 ପର୍ଯ୍ୟନ୍ତ ରହିଛି। ଅଗଷ୍ଟ 17ରୁ ଆରମ୍ଭ ହୋଇକି ଯାହାକି ରହିଛି ଏଠାରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଶେଷ ତାରିଖ ରହିବ। କୌଣସି ଏଠାରେ ଦେବାକୁ ପଡ଼ିବ ନାହିଁ ଆପ୍ଲିକେସନ୍ ଫି, ନୋ ଫି ଫର୍ ଅଲ୍ କ୍ୟାଣ୍ଡିଡେଟ୍। କୌଣସି ଟଙ୍କା ଏଠାରେ ଦେବାକୁ ପଡ଼ିବ ନାହିଁ। ଜବ୍ ଲୋକେସନ୍ ଅଲ୍ ଓଡ଼ିଶାରେ ରହିବ। ଏଠାରେ ଜବ୍ ଲୋକେସନ୍ ଅଲ୍ ଓଡ଼ିଶା ଯାହାକି ଆବେଦନ କରିପାରିବେ। ସେମିତି ଆମେ ଦେଖିବା ଏଜ୍ ଲିମିଟେଡ୍ 21ରୁ 38 ଯଦି ହେଇଛି ଆପଣମାନେ ଆବେଦନ କରିପାରିବେ। ଓପିଏସ୍ସି ଯେଉଁ ରହିଛି OMASର ପୋଷ୍ଟ ପାଇଁ ଆପଣମାନେ କ'ଣ 21ରୁ 38 ରହିଛି। ମୋଷ୍ଟ ଯାହାକି ରହିଛି ମୋଷ୍ଟ ନଟ୍ ହାଭ୍ ବିନ୍ ବର୍ନ ଇୟରଲି ଯାହାକି ରହିଛି ଯେଉଁମାନଙ୍କର 1984 ମସିହାର ତାଠାରୁ କ'ଣ ହେଇଥିବ ଲେଟର୍ ଦେନ୍ ଅଧିକ କମ୍ ହୋଇନଥିବ, ସେମାନେ ଆବେଦନ କରିପାରିବେ। ଏଜ୍ ରିଲାକ୍ସେସନ୍ ଆଜ୍ ପର୍ ରୁଲ୍ ଅନୁସାରେ ଆପଣଙ୍କର ରହିବ। ସେମିତି ଚାଲନ୍ତୁ ଦେଖିବା କ୍ୱାଲିଫିକେସନ୍ ଆଉ ତା'ର ସାଲେରୀ ରହିଛି। ମ୍ୟୁନିସିପାଲ ଆଡମିନିଷ୍ଟର ରହିଛି ଯେଉଁ ଡାଇରେକ୍ଟର ଆସିଷ୍ଟାଣ୍ଟ ପାଇଁ 15,000 ରହିଛି 600 ପର୍ ମନ୍ଥ। ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ପାଇଁ ସେମିତି ରହିଛି କେତୋଟି ଯାହାକି ରହିଛି 15,600 ଟଙ୍କା ପ୍ରତି ମାସରେ ଦିଆଯିବ ପର୍ ମନ୍ଥ। ଏରଲ ସେଟଲମେଣ୍ଟ ଅଫିସର ପାଇଁ ରହିଛି ଗ୍ରୁପ୍ ଏ ପୋଷ୍ଟ 15,600 ରହିବ। ଏକ୍ଜିକ୍ୟୁଟିଭ୍ ଅଫିସର ଏମିତି ରହିବ ଆପଣଙ୍କ 9,300 ପର୍ ମନ୍ଥ। ଯାହାକି କ୍ୱାଲିଫିକେସନ୍ ଚାଲନ୍ତୁ ଦେଖିବା ବ୍ୟାଚଲର ଡିଗ୍ରୀ ୱିଥ୍ କମ୍ପ୍ୟୁଟର ନଲେଜ୍ ଯଦି ଆପଣଙ୍କ ଅଛି ତାହେଲେ ଆବେଦନ କରିପାରିବେ। ଯାହାକି BA, BCom, BScience ଆପଣ ଯାହା ବି କରିଛନ୍ତି ଡିଗ୍ରୀ ହାସଲ କରିଛନ୍ତି ଆପଣ ଆବେଦନ କରିପାରିବେ। ଦେଇଛି ତାପରେ ଦେଖିବା ଏକ୍ଜାମିନେସନ୍ କ'ଣ ରହିବ ନା OMAS ଏକ୍ଜାମିନେସନ୍ ରହିଛି। ଆପଣଙ୍କ ରାଇଟିନ୍ ଯାହାକି ରିଟିନ୍ ଏକ୍ଜାମିନେସନ୍ ରହିଛି MCQ, ଭିଭା ଭଏସ୍ ଟେଷ୍ଟ। ରିଟିନ୍ର ରହିବ ଏଠାରେ ଜେନେରାଲ୍ ଷ୍ଟଡି ରହିବ 200 ମାର୍କର, ଜେନେରାଲ୍ ଷ୍ଟଡିଜ୍ ରହିବ 200 ମାର୍କ, ଟୋଟାଲ୍ 400 ମାର୍କ ଏଠାରେ ରହିବ। ଏକ୍ଜାମ୍ ସେଣ୍ଟର କେଉଁଠାରେ ରହିବ ନା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆଣ୍ଡ ସମ୍ବଲପୁରରେ ରହିବ। ସିଲାବସ୍ ଦେଖିବା ସେମିତି କରେଣ୍ଟ ଆଫେୟାର ଯେଉଁ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ରହିବ, ହିଷ୍ଟ୍ରି ଇଣ୍ଡିଆନ୍, ନ୍ୟାସନାଲ୍ ମୁଭମେଣ୍ଟ ରହିବ, ଇଣ୍ଡିଆନ୍ ଆଣ୍ଡ ୱାର୍ଲଡ ଜୋଗ୍ରାଫି ରହିବ, ଫିଜିକାଲ୍ ସାଇନ୍ସ, ଇକୋନୋମିକ୍ସ, ଜୋଗ୍ରାଫି। ଆପଣ ଯେମିତି ବି ପଢ଼ୁଥିଲେ ଅଦର ବୁକ୍ ଗୁରା ପଢ଼ୁଥିଲେ ଯାହାକି ରହିଛି ଯେଉଁ ଇଏ ବି ସେମିତି ଆପଣମାନେ ପଢ଼ିକି ଏକ୍ଜାମିନେସନ୍ ଦେବେ। ମୁଁ ଆପଣଙ୍କୁ ଲିଙ୍କ୍ ଦେଇଦେଇଛି ଡିସ୍କ୍ରିପ୍ସନ୍ ଲିଙ୍କ୍ରେ, ଆପଣ ସେଠାରେ ମଧ୍ୟ ଯାଇ ଚେକ୍ କରିନେବେ। ଆଗେ ପ୍ରଥମେ PDFଟି ପଢ଼ନ୍ତୁ, ତାପରେ ଆବେଦନ କରିବେ। ଯାହାକି ଆବେଦନର ଆରମ୍ଭ ହେଉଛି ଅଗଷ୍ଟ 7 ତାରିଖ।